ଆସନ୍ତା ରବିବାରେ ପଡ଼ୁଛି ଚନ୍ଦ୍ରଗ୍ରହଣ। ଜାଣନ୍ତୁ ଗ୍ରହଣ ସ୍ପର୍ଶ ଏବଂ ଶେଷର ସମୟ। ଆସନ୍ତା ରବିବାର ସେପ୍ଟେମ୍ବର 7ରେ ପଡ଼ୁଛି ଚନ୍ଦ୍ରଗ୍ରହଣ। ଏହା ଭାଦ୍ରବ ପୂର୍ଣ୍ଣିମାର ପୂର୍ଣ୍ଣ ଚନ୍ଦ୍ରଗ୍ରହଣ। ରବିବାର ଦିନ ଚନ୍ଦ୍ରରେ ଲାଗିବ ଗ୍ରହଣ। ଚନ୍ଦ୍ରକୁ ଗ୍ରାସ କରିବ ରାହୁ। ପୂର୍ଣ୍ଣିମାରେ ଆରମ୍ଭ ହେଉଛି ପିତୃଶ୍ରାଦ୍ଧ। ଜାଣନ୍ତୁ ଗ୍ରହଣ ସ୍ପର୍ଶ ଏବଂ ଶେଷରେ ସମୟ। ଗ୍ରହଣ ସ୍ପର୍ଶ ଓ ଶେଷ। ସେପ୍ଟେମ୍ବର 7 ରାତି 9:58ରେ ଚନ୍ଦ୍ରଗ୍ରହଣ ସ୍ପର୍ଶ ଏବଂ ମଧ୍ୟରାତ୍ର 1:28ରେ ଗ୍ରହଣ ଶେଷ। ଚନ୍ଦ୍ରଗ୍ରହଣ 9 ଘଣ୍ଟା ପୂର୍ବରୁ ଅର୍ଥାତ୍ ସେପ୍ଟେମ୍ବର 7 ମଧ୍ୟାହ୍ନ 12:58ରେ ପାକତ୍ୟାଗ। ଏହା ସହ ସମସ୍ତ ଶୁଭ କାର୍ଯ୍ୟ ବାରଣ। ଭାରତରେ ଦୃଶ୍ୟମାନ। ଆସନ୍ତା 7ରେ ବର୍ଷର ଦ୍ୱିତୀୟ ଓ ଶେଷ ଚନ୍ଦ୍ରଗ୍ରହଣ କୁମ୍ଭ ରାଶି ଓ ଭାଦ୍ରପଦ ନକ୍ଷତ୍ରରେ ଲାଗିବ। ଭାରତରେ ହେବ ଦୃଶ୍ୟମାନ। ଏହି ଦିନ ପିତୃପକ୍ଷ ଆରମ୍ଭ ହେଉଥିବାରୁ ଗ୍ରହଣ ସ୍ପର୍ଶ ପୂର୍ବରୁ ଶ୍ରାଦ୍ଧ ଦେବା ବିଧେୟ। କାରଣ ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଗୁରୁତ୍ୱପୂର୍ଣ୍ଣ ମାନ୍ୟତା ଦିଆଯାଏ। ଏହି ଚନ୍ଦ୍ରଗ୍ରହଣ ମେଷ, ବୃଷ, ସିଂହ, କନ୍ୟା, ତୁଳା, ଧନୁ, ମକର ଓ କୁମ୍ଭ ରାଶି ଆଦି ପାଇଁ ଶୁଭ ଦେଇଥିବା ବେଳେ ମିଥୁନ, କର୍କଟ, ବିଛା, ମୀନ ପାଇଁ ଅଶୁଭ ଥିବା ଜ୍ୟୋତିର୍ବିଦମାନେ ଗଣନା କରିଛନ୍ତି।